ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହିଟ୍ ୱେଭ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆଗକୁ ଆସୁଛି ଗ୍ରୀଷ୍ମ ଋତୁ, ତେବେ ହିଟ୍ ୱେଭ୍ ପରିସ୍ଥିତିକୁ ହ୍ରାସ କରିବା ପାଇଁ ପ୍ରସ୍ତୁତିମୂଳକ ସଭା ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉଷ୍ଣତା ତରଙ୍ଗ ପରିସ୍ଥିତିକୁ ହ୍ରାସ କରିବା ପାଇଁ ଗ୍ରହଣୀୟ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ବିଷୟରେ ଉପମଣ୍ଡଳ ସ୍ତରୀୟ ପ୍ରସ୍ତୁତିମୂଳକ ସଭା ତାରିଖ 27 ଫେବୃଆରୀ ଦିନ 3ଟା 30ରେ ଉପଜିଲ୍ଲାପାଳ ଟିଟିଲାଗଡ଼ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତେବେ ଆସୁଥିବା ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେ ନେଇ ପ୍ରସ୍ତୁତି କରିବା ସହ ଯାହା ଯାହା ଅସୁବିଧା ରହିଛି ତାହାର ସମାଧାନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି। ତେବେ ଅଂଶୁଘାତରୁ ଜନସାଧାରଣ କିଭଳି ରକ୍ଷା ପାଇବେ ସେ ନେଇ ଲୋକଙ୍କୁ ସଚେତନତା, ଖରାଦିନେ କାହାର ବିଦ୍ୟୁତ୍ କାଟ ନ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର, ଯେଉଁ ସ୍ଥାନରେ ପାଣିର ଅଭାବ ରହିଛି ଟ୍ୟାଙ୍କର ବ୍ୟବସ୍ଥା ସହ ସରକାରୀ ଡାକ୍ତରଖାନାରେ ସୁବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଅଙ୍ଗନୱାଡି ୱାର୍କରଠାରୁ ଆରମ୍ଭ କରି ପୌର ପରିଷଦର ନିର୍ବାହୀ ଅଧିକାରୀ ଯାଏଁ ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି। ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 24।